ଭଲ ଅଭ୍ୟାସ ଆଉ କୋଉଟା ଖରାପ ଅଭ୍ୟାସ ତମେ ଜାଣିବ କିଏ ଜାଣିବ ହାତ ଟେକିଲ। ସକାଳୁ ଆମେ ଭଲ ଅଭ୍ୟାସ କଣ ନା ସକାଳେ ଆମେ ଶୀଘ୍ର ଉଠିବା। କିଏ ଶୀଘ୍ର ଉଠୁଛ ହାତ ଟେକିଲ। ଉଠୁଛ ସକାଳୁ ଶୀଘ୍ର ଉଠିବା କଣ ହେଲା ଭଲ ଅଭ୍ୟାସ। ଆଉ କଣ ନା ସକାଳୁ ଶୀଘ୍ର ଉଠିବା ତାପରେ କଣ କରିବା ତାପରେ କଣ କରିବା ବ୍ରଶ କରିବା। ପ୍ରତିଦିନ ଆମେ କେତେ ଥର ବ୍ରଶ କରିବା 2 ଥର। ସକାଳେ କରିବା ରାତିରେ ଶୋଇବା ପୂର୍ବରୁ କରିବା 2 ଥର କରିବା। କଲେ କଣ ହବ ଦାନ୍ତରେ ପୋକ ଲାଗିବ ନାହିଁ। ଭଲ ଅଭ୍ୟାସ। ଆଉ କଣ କରିବା ନା ଯୋଗାସନ କରିବା ଯୋଗ କରିବା। କଣ କରିବା କିଏ ଯୋଗ କରୁଛ କହିଲ କିଏ ଯୋଗ ଆମେ ବାକି ବଚି ଯିବ। ହଁ ଆଉ କଣ କରିବା ତାପରେ କଣ କରିବା ଗାଧୋଇବା। କଣ କରିବା ତାପରେ କଣ କରିବା ପାଠ ପଢିବା। ସମସ୍ତେ ପାଠ ପଢୁଛ କି କିଏ ପାଠ ପଢୁଛ ପାଠ ପଢୁଛ ମନ ନାହିଁ। ତାପରେ କଣ କରିବା ନା ଖାଇବା ପୂର୍ବରୁ କଣ କରିବା ହାତ ଧୋଇବା। ଆଉ ପ୍ରାର୍ଥନା ବେଳେ ଧାଡ଼ିରେ କଣ ହେବା ଧାଡ଼ିରେ ଛିଡ଼ା ହେବା। ପ୍ରାର୍ଥନା ବେଳେ ଧାଡ଼ିରେ ଛିଡ଼ା ହେବା। ପ୍ରାର୍ଥନା ବେଳେ ଧାଡ଼ିରେ ଛିଡ଼ା ହେବା ନା ଛିଡ଼ା ହେବାନି ଛିଡ଼ା ହେବା। ପ୍ରାର୍ଥନା ବେଳେ ଧାଡ଼ିରେ ଛିଡ଼ା ହେବା। ଆଉ ଦେଖ ଏଇ ଭଲ ଅଭ୍ୟାସ ସବୁ କଣ ଦେଖ କଣ ସବୁ ଦେଇଛି ଦେଖ ସମସ୍ତଙ୍କୁ ଦେଖା ହବ। ଦେଖ ଏ ଦେଇଛି ଭଲ ଅଭ୍ୟାସ କଣ ଅଛି ନା ଆମେ ସମସ୍ତଙ୍କୁ କଣ କରିବା ନା ସବୁ ଆମ ଗାଁରେ ଯୋଉ ସବୁ କାମ ହବ ତା ଦେହରେ ଆମେ ସବୁ ଲୋକଙ୍କୁ ସାହାଯ୍ୟ କରିବା। ପାଠ ପଢିବା ପ୍ରାର୍ଥନା କରିବା। ପ୍ରାର୍ଥନା କରିବା ଦେଖୁଛ ପ୍ରାର୍ଥନା କରିବା ସମସ୍ତେ ପ୍ରାର୍ଥନା କରିବା ବ୍ରଶ କରିବା ସଫା ହବା। ଦେଖ ଜଲ୍ଦି ଉଠିବା ସକାଳୁ ଜଲ୍ଦି ଉଠିବା ଏଠି ଦେଖ ସବୁ ସକାଳୁ ଜଲ୍ଦି ଉଠିବା। ଆଉ କଣ କରିବା ଗାଧୋଇବା ପ୍ରତିଦିନ ଗାଧୋଇବା ହେଲା। ଆଉ କଣ କରିବା ରେଗୁଲାର ରୁଟିନ ମାନେ ଡେଲି ପ୍ରତିଦିନ ପାଠ ପଢିବା। ପାଠ ପଢିବା ପାଠ ପଢିବା ପ୍ରତିଦିନ ପାଠ ପଢିବା। ଆଉ କଣ କରିବା ଖେଳିବା। ଆଉ ଏଠି ଦେଖ ଜଲ୍ଦି ଉଠୁଛି ହେଲା। ଆଉ କଣ ଖାଇବା ଅଲଗା ଲୋକଙ୍କୁ ସବୁ ସାହାଯ୍ୟ କରିବା। ଏ ଦେଖ ଅଧଟା ଯାଇପାରୁନି ବାପା କଣ କରିବା ଧରିକି ନେଇକି କଣ କରିବା ରାସ୍ତା ପାରି କରିଦେବା। ତେଣୁ ଏଇଟା ହଉଛି ଅନ୍ୟ ଜଣଙ୍କୁ ସାହାଯ୍ୟ କରିବା। ଆଉ ଏକ୍ସରସାଇଜ କରିବା। ଦେଖ ଏକ୍ସରସାଇଜ କରୁଛି ନା ଏକ୍ସରସାଇଜ କରୁଛି ନା। ଆଉ ତାପରେ କଣ କରୁଛି ଖାଉଛି ଭଲ ଖାଦ୍ୟ ଖାଇବା। ଭଲ ଖାଦ୍ୟ ଖାଇବା ଭଲ ଖାଦ୍ୟ ଖାଇବା ନା। ମୁଁ ଜଣେ ଜଣକୁ ପଚାରିବି ସିଏ କହିବ ଭଲ ଅଭ୍ୟାସ କଣ। ତମେ ଛିଡ଼ା ହବ କୁହ ଭଲ ଅଭ୍ୟାସ କଣ କହିଲ କୁହ। ସକାଳୁ ଜଲ୍ଦି ଉଠିବା। ହଁ ଭେରି ଗୁଡ୍। ଭଲ ଖାଦ୍ୟ ଖାଇବା। ହଁ ପାଠ ପଢିବା। ବସ ତମେ କଣ ସକାଳୁ ଜଲ୍ଦି ଉଠିବା ଆଉ ମୁହଁ ଧୋଇବା ଦାନ୍ତ ଘଷିବା ସକାଳୁ ଭଲ ଖାଇବା। ତମେ କୁହ ସକାଳୁ ଉଠି ଗୋଧେଇ ଦାନ୍ତ ଘଷି ଭଲ ଖାଇବା ଖାଇବା ପାଠ ପଢିବା ଗାଧେଇବା। ଗୁରୁଜନଙ୍କ କଥା ମାନିବା ପ୍ରାର୍ଥନା କରିବା ହେଲା। ତମେ କୁହ ସକାଳୁ ଉଠିବା ଦାନ୍ତ ଧୋଇବା ଦାନ୍ତ ଘଷିବା ଖାଇବା ପାଠ ପଢିବା ତାପରେ